ସେମାନେ କେମିତି କି ବେସରକାରୀ କ୍ଲିନିକ କିମ୍ବା ଚିକିତ୍ସାଳୟ ଡାକ୍ତରଖାନା को न ଯିବି ତା ପାଇଁ ରାସ୍ତା ବାହାର କରନ୍ତୁ। ବେଡ୍ ନାହିଁ କୋଉଠି, ତ କୋଉଠି ପଙ୍ଖା ନାହିଁ, କୋଉଠି 3-4 ବର୍ଷ ଭିତରେ ଯେତିକି ମେଡିକାଲ କଲେଜ ହସ୍ପିଟାଲ ହେଇଛି କୌଣସି ଜାଗାରେ ସମ୍ପୂର୍ଣ୍ଣ ରୂପେ ସୁବିଧା ନାହିଁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଭାଇ ଆମର ଭାରତବର୍ଷରେ ଡାକ୍ତର ମାନେ ରୋଗୀ ସେବା କରିବା ଯେତେ ନୁହଁ, ବର୍ତ୍ତମାନ ଔଷଧ କମ୍ପାନୀ ମାନଙ୍କର ସେବା ବହୁତ ଜୋରରେ ଡାକ୍ତର ଆମ ଦେଶର ରୋଗୀଙ୍କର ଅବସ୍ଥା ଯାହା ଚାଲିଛି ଦେଖୁଛନ୍ତି, ଯୋଉ ଡାକ୍ତର ମାନଙ୍କ ସେବାଟା କମ୍ପାନୀ ମାନଙ୍କ ପ୍ରତି ରହିଛି, ଏମିତି ହେଲେ ଆମ ଦେଶ କଣ, ରୋଗୀଙ୍କ ଅବସ୍ଥା କଣ ହବ? ଦେଖନ୍ତୁ, ଭାରତବର୍ଷ ଏବଂ ଓଡ଼ିଶାରେ ଡାକ୍ତର ମାନଙ୍କ କଥା କହିବା ଯଦି ନ କହିବା ଭଲ, କାରଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସେମାନେ ସେବା ମନୋବୃତ୍ତିରେ କାର୍ଯ୍ୟ କରୁନାହାନ୍ତି। ଯେତେବେଳେ ଜଣେ ଡାକ୍ତର ଚାକିରି କରେ କିମ୍ବା ନର୍ସ ଚାକିରି କରେ, ସେମାନେ ଗୋଟେ ଶପଥ ନେଇଥାନ୍ତି ଯେ ଆମେ ଲୋକଙ୍କ ସେବା ଉଦ୍ଦେଶ୍ୟରେ ଏଇ ଚାକିରି କରୁ। ବର୍ତ୍ତମାନ ସେମାନେ ନିଜ ପକେଟ ଗରମ କରିବା ପାଇଁ ବିଭିନ୍ନ ଔଷଧ କମ୍ପାନୀର ମାର୍କେଟିଂ କରୁଛନ୍ତି ଏବଂ ତାଙ୍କର ବ୍ୟବସାୟ କେମିତି କି ବଢିବ ତା ଉପରେ ବିଶେଷ ଗୁରୁତ୍ୱ ଦଉଛନ୍ତି, ଯଦ୍ୱାରା କି ତାଙ୍କର ସେବା ମନୋବୃତ୍ତି ରହୁନାହିଁ, ସେମାନେ ବ୍ୟବସାୟିକ ମନୋବୃତ୍ତିରେ କାର୍ଯ୍ୟ କରୁଛନ୍ତି। ଦ୍ୱିତୀୟ କଥା, ତା ଉପରେ ସରକାର ନିଶ୍ଚିତ ରୂପରେ ଗୁରୁତ୍ୱ ଦେବା କଥା। କାହିଁକି ଗୋଟେ ସରକାରୀ ଡାକ୍ତର ଯିଏ ସରକାରୀ ଡାକ୍ତରଖାନାରେ ଚାକିରି କରୁଛନ୍ତି, ସେମାନେ ବାହାରେ ଯୋଉ ଅନ୍ୟ ପ୍ରାଇଭେଟ ବେସରକାରୀ ହସ୍ପିଟାଲ ଡାକ୍ତରଖାନାରେ ଯୋଉ ଯାଇକି ସେମାନେ ଡ୍ୟୁଟି କରୁଛନ୍ତି ତା ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସରକାରୀ ଡାକ୍ତରଖାନା ଠାରୁ 3-4 କିଲୋମିଟର 5 କିଲୋମିଟର ପରିଧାନ ଭିତରେ କୌଣସି ପ୍ରକାରର ବେସରକାରୀ ଡାକ୍ତରଖାନା ଖୋଲିବାକୁ ଅନୁମତି ନ ଦେବା କଥା ସରକାର। ଏବଂ ସେମାନେ ଯୋଉ ପ୍ରାଇଭେଟ କ୍ଲିନିକ, ଯୋଉ ବେସରକାରୀ ଭାବରେ ଯୋଉ କ୍ଲିନିକ କରୁଛନ୍ତି ତା ଉପରେ ଯଦି ସରକାର ରୋକ ଲଗେଇ ପାରିବ, ତାହେଲେ ନିଶ୍ଚିତ ରୂପରେ ଡାକ୍ତର ମାନେ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବେ। କାହିଁକି ନା ସରକାର ଗୋଟେ ଡାକ୍ତରକୁ କିଛି କମ ଦରମା ଦଉନି ଆଜ୍ଞା, ତାଙ୍କୁ ଦରମା ସଠିକ ଦଉଛି, ଠିକ ଦରମା, ତାଙ୍କ ପ୍ରାପ୍ୟ ଠିକ ରହୁଛି। ଯଦି ବି ତାଙ୍କ ଦରମା କମ ରହୁଛି, ସରକାର ତା ଉପରେ ଚିନ୍ତା କରି ତାଙ୍କ ଦରମା ବଢେଇ ପାରିବ। କିନ୍ତୁ ସେମାନେ ଯୋଉ ବ୍ୟବସାୟିକ ମନୋବୃତ୍ତି ନେଇକି ବେସରକାରୀ ଡାକ୍ତରଖାନା ଏବଂ ଯୋଉ କ୍ଲିନିକରେ ବସୁଛନ୍ତି, ଯଦ୍ୱାରା କି ସେମାନେ ନିଜ ପକେଟ ଗରମ କରିବା ଉଦ୍ଦେଶ୍ୟ ମନୋବୃତ୍ତି ଆସୁଛି ଏବଂ ବିଭିନ୍ନ ପ୍ରକାର ଛୋଟ ଛୋଟ ଔଷଧ କମ୍ପାନୀ, ବଡ ଔଷଧ କମ୍ପାନୀ ମଧ୍ୟ ସେଇ ଡାକ୍ତର ମାନଙ୍କୁ ପ୍ରଲୋଭିତ କରୁଛି, ତାଙ୍କୁ ପଇସା ଦଉଛି, ତାଙ୍କୁ ବିଭିନ୍ନ ପ୍ରକାର ମାଧ୍ୟମରେ ତାଙ୍କୁ ଜିନିଷ ଆକାରରେ, ପଇସା ଆକାରରେ, ତାଙ୍କୁ ଗିଫ୍ଟ ଆକାରରେ ଦଉଛି ଏବଂ ତା କମ୍ପାନୀର ଔଷଧ କେମିତି ବିକ୍ରି ହବ ସେଇ ଚିନ୍ତା ଔଷଧ କମ୍ପାନୀ ମାନେ କରୁଛନ୍ତି, ଯଦ୍ୱାରା କି ଡାକ୍ତର ମାନଙ୍କ ମନୋବୃତ୍ତି ଠିକ ରହୁନାହିଁ, ସେବା ମନୋବୃତ୍ତି ନେଇକି ସେମାନେ କାର୍ଯ୍ୟ କରୁନାହାନ୍ତି। ଏହା ଉପରେ ନିଶ୍ଚିତ ରୂପରେ ସରକାର ଧ୍ୟାନ ଦେବା ଦରକାର ରହିଛି। ଭାରତ ସରକାର ଏବଂ ଆମ ରାଜ୍ୟ ଓଡ଼ିଶା ସରକାର ମଧ୍ୟ ଏହା ଉପରେ ଧ୍ୟାନ ଦେଇକି ଯଦି କାର୍ଯ୍ୟ କରିବେ, ତାହେଲେ ଡାକ୍ତରମାନେ ନିଶ୍ଚିତ ରୂପରେ ସେବା ମନୋବୃତ୍ତି ନେଇକି ଲୋକଙ୍କ ସେବା କରିପାରିବେ, ସମାଜର ସେବା ହେଇପାରିବେ। ଆପଣ ଦେଖିଥିବେ ଗତ 2 ଦିନ ତଳେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମର ସରକାର ବହୁତ ଜିନିଷ ସୁବିଧା ଦଉଛନ୍ତି ମାନେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ ପାଇଁ, କିନ୍ତୁ ବର୍ତ୍ତମାନ ଯୋଉ 2 ଦିନ ତଳେ ଭିଡିଓଟି ଭାଇରାଲ ହେଇଛି, ସେ ଭିଡିଓଟିରେ ଦେଖିବେ ଡାକ୍ତରଖାନାକୁ ଆସୁଛନ୍ତି ରୋଗୀ, କହୁଛନ୍ତି ଏଠି ଛୋଟ ଗୋଟେ ଚିକିତ୍ସା ପାଇଁ, କିନ୍ତୁ ଡାକ୍ତର କହୁଛନ୍ତି ଯାଇକି ପ୍ରାଇଭେଟ ହସ୍ପିଟାଲ ଦେଖା, ଏଠି ନାହିଁ ସମୁଦାୟ ହସ୍ପିଟାଲ, ଆମେ ହସ୍ପିଟାଲ ନା ନବା ପ୍ରାଇଭେଟ। ଦେଖନ୍ତୁ, ବର୍ତ୍ତମାନ କେବଳ ଭଦ୍ରକ ନୁହଁ ଆଜ୍ଞା, ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ଯୋଉ ଡାକ୍ତରଖାନା ବିଭିନ୍ନ ଜିଲ୍ଲାରେ ରହିଛି, ସ୍ଥିତି ଅତ୍ୟନ୍ତ ଦୟନୀୟ। ମୁଁ କହିବାକୁ ଚାହିଁବି, ଭଦ୍ରକ ଜିଲ୍ଲା ଡାକ୍ତରଖାନା ସେ ତ ଜିଲ୍ଲା ହେଡକ୍ୱାର୍ଟର, ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସେଟା। ଏମିତି ବି ଗୁଡାଏ ଜାଗାରେ ମେଡିକାଲ କଲେଜ ହସ୍ପିଟାଲ ହେଇଛି। ଆପଣ ଉଦାହରଣ ସ୍ୱରୂପ ବଲାଙ୍ଗୀର ଜିଲ୍ଲାକୁ ଦେଖିପାରିବେ, 7 ବର୍ଷ ହେଇଗଲାଣି। ସେଠି ତରବରିଆ ଭାବରେ ବିଗତ ଦିନରେ ସାଧାରଣ ନିର୍ବାଚନ ପୂର୍ବରୁ ବିଗତ ସରକାର ମେଡିକାଲ କଲେଜ ହସ୍ପିଟାଲର କୌଣସି ପ୍ରକାରର ସୁବିଧା ନଥାଇକି ଭୋଟ ବ୍ୟାଙ୍କ ପାଇଁ ତରବରିଆ ଭାବରେ ଯାଇକି ସେଠି ମେଡିକାଲ କଲେଜ ହସ୍ପିଟାଲଟାକୁ ଉଦ୍ଘାଟନ କରିଦେଲେ। ମେଡିକାଲ କଲେଜ ତ ତା ପୂର୍ବରୁ 5 ବର୍ଷ ପୂର୍ବରୁ ଚାଲିଥିଲା, ସେ ଠିକ ଥିଲା, କିନ୍ତୁ ହସ୍ପିଟାଲର କାର୍ଯ୍ୟ ସମ୍ପୂର୍ଣ୍ଣ ରୂପେ ସମ୍ପୂର୍ଣ୍ଣ ନ ହୋଇକି
କିନ୍ତୁ ତରବରିଆ ଭାବରେ ଉଦ୍ଘାଟନ କରିଦେଲେ ହସ୍ପିଟାଲଟାକୁ କେବଳ ଭୋଟ ବ୍ୟାଙ୍କ ପାଇଁ। କିନ୍ତୁ ନିର୍ବାଚନ ସରିଗଲା, ହସ୍ପିଟାଲ କାର୍ଯ୍ୟ ଆରମ୍ଭ ହୋଇଗଲା, ୱାର୍ଡରେ ରୋଗୀଙ୍କୁ ଭର୍ତ୍ତି କରିଦେଲେ, ୱାର୍ଡରେ ବେଡ୍ ନାହିଁ, ପଙ୍ଖା ନାହିଁ, ସେଠି ରୋଗୀଙ୍କ ସୁବିଧା ପାଇଁ ଟଏଲେଟ ସୁବିଧା ନଥିଲା। ବର୍ତ୍ତମାନ ସରକାର କିଛି କାର୍ଯ୍ୟ କରିଛନ୍ତି, କିନ୍ତୁ ଏବେ ସୁଦ୍ଧା କେବଳ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କଥା ଛାଡି ଦିଅନ୍ତୁ, ରାଜ୍ୟରେ ଯେତିକି ନୂତନ ମେଡିକାଲ କଲେଜ ହସ୍ପିଟାଲ ହେଇଥିଲା ଏଇ ଯୋଉ ସମୟ ଭିତରେ, ଆପଣଙ୍କ ଏଇ 3 ରୁ 4 ବର୍ଷ ଭିତରେ ଯେତିକି ମେଡିକାଲ କଲେଜ ହସ୍ପିଟାଲ ହେଇଛି, କୌଣସି ଜାଗାରେ ସମ୍ପୂର୍ଣ୍ଣ ରୂପେ ସୁବିଧା ନାହିଁ। କେବଳ ସେଗୁଡାକ ରେଫରାଲ ସେଣ୍ଟର ଭଳିଆ କାର୍ଯ୍ୟ କରୁଛି। କୌଣସି ପ୍ରକାର ସେଠି ରୋଗୀ ଚିକିତ୍ସା ପାଉନାହାନ୍ତି ଆଜ୍ଞା। ବେଡ୍ ନାହିଁ କୋଉଠି, ତ କୋଉଠି ପଙ୍ଖା ନାହିଁ, କୋଉଠି ଆପଣଙ୍କର ବ୍ଲଡ ବ୍ୟାଙ୍କ ନାହିଁ, ରକ୍ତ ଭଣ୍ଡାର, ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଉ ରକ୍ତ ଭଣ୍ଡାର ରହୁଛି ସେଇଠିକି ଯାଇକି ବ୍ଲଡ କଲେକ୍ସନ କରିକି ଆଣୁଛନ୍ତି, ପୁଣି ଏଠି ରୋଗୀଙ୍କୁ ରକ୍ତ ଦିଆଯାଉଛି। ଏହିପରି କ୍ଷେତ୍ରରେ ରୋଗୀ ବହୁତ ହନ୍ତସନ୍ତ ହଉଛନ୍ତି, ରୋଗୀମାନଙ୍କ ଜୀବନ ମଧ୍ୟ ଯାଉଛି। ଆଉ ମୁଁ କେବଳ ଭଦ୍ରକ ଜିଲ୍ଲା କଥା କହିବିନି, ଭଦ୍ରକ ଜିଲ୍ଲା ତ ଗୋଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସେଇଟାକୁ ବି ଏମିତି କରି ଦିଆଯାଇଛି ଯେ ସେଠି କୌଣସି ପ୍ରକାର ସୁବିଧା ନାହିଁ। କେବଳ ଏଇ 2 ଦିନ ତଳ ଘଟଣା କାହିଁକି ଆଜ୍ଞା, ଆପଣ 1 ମାସ ପୂର୍ବରୁ ମଧ୍ୟ ସେଠି ଗୋଟେ ଘଟଣା ବାହାରିଥିଲା, ଆପଣ ମନେ ଥିବ ଆପଣଙ୍କର। ତ ପ୍ରାୟ ଯେତିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି ସେ କେବଳ ରେଫରାଲ ସେଣ୍ଟର ଭାବରେ କାର୍ଯ୍ୟ କରୁଛି। ଆଉ ଯେତିକି ନୂତନ ମେଡିକାଲ କଲେଜ ହସ୍ପିଟାଲ ମଧ୍ୟ ହେଇଛି ସେଗୁଡାକ ମଧ୍ୟ ରେଫରାଲ ସେଣ୍ଟର ହେଇଛି। କେବଳ 3ଟା ହସ୍ପିଟାଲ କିଛି ମାତ୍ରାରେ ସୁରୁଖୁରୁରେ ଚାଲିଛି, ଯୋଉଟା କି ଆପଣଙ୍କ କଟକ ଏସବି ମେଡିକାଲ କଲେଜ ହସ୍ପିଟାଲ, ବ୍ରହ୍ମପୁର ଯୋଉଟା ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ଆଉ ବୁର୍ଲାରେ ଯୋଉ ରହିଛି ଭିସୁଡ ଯୋଉଟା ଆମ ବୀର ସୁରେନ୍ଦ୍ର ସାଏ, ସେଇ 3ଟି ହସ୍ପିଟାଲରେ କେବଳ ସରକାରୀ ସ୍ତରରେ ଏଇ 3ଟି ହସ୍ପିଟାଲରେ କିଛି ମାତ୍ରାରେ କାର୍ଯ୍ୟ ହେଉଛି, ଲୋକ ଚିକିତ୍ସା ପାଉଛନ୍ତି, ଚିକିତ୍ସିତ ହେଇପାରୁଛନ୍ତି। ତାକୁ ଛାଡିଦେଲେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୟନୀୟ ଅବସ୍ଥା ରହିଛି। ବର୍ତ୍ତମାନର ସରକାରକୁ ଅନୁରୋଧ, ଆପଣ 14 ମାସ ଧରି ଏଠି ଶାସନରେ ବସିଲେଣି, ଆଗାମୀ ଦିନରେ ତା ଉପରେ ଧ୍ୟାନ ଦିଅନ୍ତୁ, ଯଥାଶୀଘ୍ର ଧ୍ୟାନ ଦିଅନ୍ତୁ। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆପଣ ସଜାଡ଼ିବେ ବୋଲି ମୋର ଆଶା ବିଶ୍ୱାସ ରହୁଛି। ଏବଂ ଏଇ ସ୍ୱାସ୍ଥ୍ୟ କ୍ଷେତ୍ର ନିଶ୍ଚିତ ରୂପରେ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର ଅତ୍ୟନ୍ତ ଆବଶ୍ୟକ ଜିନିଷ, ସେଥିପାଇଁ ଆପଣ ୟା ଉପରେ ଧ୍ୟାନ ଦେବେ ବୋଲି ମୋର ଆଶା ରହିବ। ବଢିଆ କଥାଟା କହିଲେ। ସରକାର ଏଇ ସବୁ ଜିନିଷ ଯୋଉମାନେ ରହୁଛନ୍ତି ଗଭର୍ଣ୍ଣମେଣ୍ଟ ସରକାରଙ୍କ ପାଖରୁ ଦରମା ନେଉଛନ୍ତି, ଡକ୍ଟର ହୁଅନ୍ତୁ କିମ୍ବା ନର୍ସ ହୁଅନ୍ତୁ, କିନ୍ତୁ ବର୍ତ୍ତମାନ ଯୋଉ ଦୟନୀୟ ଅବସ୍ଥା ଦେଖିବାକୁ ଗଲା ଭଦ୍ରକ ହସ୍ପିଟାଲରେ, ସେ ଯୋଉ ନର୍ସ ଜଣ କହୁଛନ୍ତି ଆପଣ ଏଠିକି ଆସନ୍ତୁନି, ଡକ୍ଟର ଅଛନ୍ତି ସେ ଅମୁକ ହସ୍ପିଟାଲକୁ, ସେ ଅମୁକ କ୍ଲିନିକ କି, ଆପଣ ସେଠିକି ଯାଆନ୍ତୁ। ସେ ଡକ୍ଟର ଯାହାକି ସିଏ ବି ଗଭର୍ଣ୍ଣମେଣ୍ଟ ହସ୍ପିଟାଲର ଡକ୍ଟର ଜଣେ, ସେ ଡ୍ୟୁଟି ଛାଡି ଦେଇ ଯାଇକି ମୁଁ ପୂର୍ବରୁ କହିସାରିଛି, ଡାକ୍ତର ମାନଙ୍କୁ ସରକାର ଚେକ୍ କରିବାକୁ ପଡିବ। ସରକାରରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମହୋଦୟଙ୍କୁ, ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ମୁଁ ନିବେଦନ କରୁଛି, ଯୋଉମାନେ ସରକାରୀ ଡାକ୍ତର ସେମାନେ କେମିତି କି ବେସରକାରୀ କ୍ଲିନିକ କିମ୍ବା ଚିକିତ୍ସାଳୟ ଡାକ୍ତରଖାନାକୁ ନ ଯିବେ ତା ପାଇଁ ରାସ୍ତା ବାହାର କରନ୍ତୁ, ତା ପାଇଁ ନିୟମ ବାହାର କରନ୍ତୁ, ନଚେତ ଏଇ ଧାରା ଚାଲି ରହିବ, ଏଇ ଧାରା ସବୁଦିନ ପାଇଁ ଚାଲୁଥିବ। ତ ତା ଉପରେ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି। ସରକାରୀ ଡାକ୍ତର ବେସରକାରୀ ଡାକ୍ତରଖାନାରେ ଚିକିତ୍ସା କରିପାରିବେ ନାହିଁ, ଏହି ନିୟମକୁ ସରକାର ଆଣିବାକୁ ଦରକାର।